କେତେକ ଲୋକ ଜୀବନରେ ବହୁତ କମ୍ କହନ୍ତି। ସେମାନେ ଭିଡ଼ ମଧ୍ୟରେ ଥିଲେ ମଧ୍ୟ ନିଜକୁ ଆଗକୁ ଆଣିବାକୁ ଚେଷ୍ଟା କରନ୍ତି ନାହିଁ। ଅନେକ ଭାବନ୍ତି ଯେ ବେଶୀ କୁହେ ସେ ଶକ୍ତିଶାଳୀ, ଯେ ବେଶୀ ଦେଖାଏ ସେ ସଫଳ ହୁଏ। କିନ୍ତୁ ଜୀବନର ସତ୍ୟ ତାହାର ପୁରା ବିପରୀତ। ଅନେକ ସମାଜରେ ସବୁଠାରୁ ଶାନ୍ତ ଲୋକମାନେ ଜୀବନରେ ସବୁଠାରୁ ବଡ଼ ଉଚ୍ଚତାକୁ ପହଞ୍ଚନ୍ତି, କାରଣ ସେମାନଙ୍କ ଭିତରେ ଚାଲୁଥିବା ଯୁଦ୍ଧ ବାହାର ଶବ୍ଦଠାରୁ ବହୁତ ଗଭୀର ହୁଏ। ଶାନ୍ତ ଲୋକମାନେ ଜାଣନ୍ତି ପ୍ରତ୍ୟେକ କଥାର ଉତ୍ତର ଦେବା ଆବଶ୍ୟକ ନାହିଁ। ପ୍ରତ୍ୟେକ ତର୍କରେ ଜିତିବା ମାନେ ଜୀବନରେ ଜିତିବା ନୁହେଁ। ସେମାନେ ବୁଝନ୍ତି ଯେ ନିଜର ଏନର୍ଜି କେଉଁଠି ବ୍ୟୟ କରିବା ଉଚିତ। ଯେଉଁଠାରେ ଅନ୍ୟମାନେ ଛୋଟ କଥାରେ ରାଗନ୍ତି, ଅଭିମାନ କରନ୍ତି, ପ୍ରମାଣ ଦେଖାବାରେ ବ୍ୟସ୍ତ ରହନ୍ତି, ଶାନ୍ତ ଲୋକମାନେ ନିଜର ଲକ୍ଷ୍ୟକୁ ଧରି ରଖନ୍ତି। ସେମାନେ ଜାଣନ୍ତି ଯଦି ଆଜି ମୁଁ ସମାଜକୁ ଶବ୍ଦରେ ହରାଇ ଦେଲି, କାଲି ସ୍ୱପ୍ନକୁ ସତ୍ୟ କରିବାକୁ ସମାଜ କମ୍ ପଡ଼ିଯିବ। ଶାନ୍ତ ଲୋକମାନଙ୍କ ଭିତରେ ଏକ ଅଦ୍ଭୁତ ଶକ୍ତି ଥାଏ। ସେମାନେ ନିଜକୁ ନିଜେ ଶୁଣିପାରନ୍ତି। ବହୁତ ଲୋକ ସାରା ଜୀବନ ବାହାର ଶବ୍ଦ ଶୁଣିଯାଆନ୍ତି, କିନ୍ତୁ ନିଜର ମନ କ'ଣ କହୁଛି ସେ କେବେ ଶୁଣନ୍ତି ନାହିଁ। ଶାନ୍ତ ଲୋକ ନିଜର ମନରେ ଚାଲୁଥିବା ପ୍ରଶ୍ନଗୁଡ଼ିକୁ ଶୁଣନ୍ତି। ସେମାନେ ନିଜର ଭୁଲକୁ ଧରନ୍ତି, ନିଜର ଦୁର୍ବଳତାକୁ ଦେଖନ୍ତି ଏବଂ ନିଜକୁ ଧୀରେ ଧୀରେ ବଦଳାନ୍ତି। ଯେ ନିଜକୁ ଶୁଣିପାରେ ସେ ଦୁନିଆକୁ ମଧ୍ୟ ଭଲରେ ବୁଝିପାରେ। ଯେତେବେଳେ ଜୀବନ କଷ୍ଟ ଦିଏ, ଅନେକ ଲୋକ ଭାଙ୍ଗି ପଡ଼ନ୍ତି, କାରଣ ସେମାନେ ସବୁବେଳେ ବାହାର ସାହାରା ଖୋଜନ୍ତି। କିନ୍ତୁ ଶାନ୍ତ ଲୋକମାନେ ଭିତରୁ ଶକ୍ତି ତିଆରି କରନ୍ତି। ସେମାନେ ଦୁଃଖରେ ବସି ଭାବନ୍ତି, ନିଜକୁ ପଚାରନ୍ତି, ଏ କଷ୍ଟ ମୋତେ କ'ଣ ଶିଖାଇଲା, ଏହି ହାର ମୋତେ କ'ଣ ଦେଖାଇଲା। କିନ୍ତୁ ସେମାନଙ୍କର ପ୍ରତ୍ୟେକ ଆଘାତ ସେମାନଙ୍କୁ ଆଉ ଗଭୀର କରେ, ଆଉ ପକ୍କା କରେ। ଶାନ୍ତ ଲୋକମାନେ ବେଶୀ ସ୍ୱପ୍ନ କହନ୍ତି ନାହିଁ, କିନ୍ତୁ ସେମାନେ ସ୍ୱପ୍ନକୁ ମନରେ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ଧରି ରଖନ୍ତି। ସେମାନେ ଜାଣନ୍ତି ପ୍ରତ୍ୟେକ ସ୍ୱପ୍ନକୁ ସବୁଠାରେ କହିଦେଲେ ତା'ର ଶକ୍ତି କମିଯାଏ। ସେଥିପାଇଁ ସେମାନେ ନିରବତାରେ କାମ କରନ୍ତି। ଲୋକମାନେ ଭାବନ୍ତି ଇଏ ତ କିଛି କରୁନାହିଁ, କିନ୍ତୁ ସମାଜ ଆସିଲେ ସେହି ଶାନ୍ତ ଲୋକ ଏମିତି ଫଳ ଦେଖାଏ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ନିରବତା ଏକ ପ୍ରକାର ଡିସିପ୍ଲିନ୍। ଯେ ନିଜର ଭାବନାକୁ କଣ୍ଟ୍ରୋଲ କରିପାରେ ସେ ନିଜର ଜୀବନକୁ ମଧ୍ୟ କଣ୍ଟ୍ରୋଲ କରିପାରେ। କେହି ତୁମକୁ ଅପମାନ କରେ, ସଚେତ ଉତ୍ତର ଦେବା ସହଜ, କିନ୍ତୁ ଶାନ୍ତ ରହି ନିଜ ଦିଗକୁ ଆଗକୁ ବଢ଼ିବା ଅସାଧାରଣ ଶକ୍ତି। ଶାନ୍ତ ଲୋକମାନେ ଏହି ଶକ୍ତିକୁ ଧୀରେ ଧୀରେ ଗଢ଼ନ୍ତି। ସେମାନେ ପ୍ରତ୍ୟେକ ପ୍ରତିକ୍ରିୟା ପୂର୍ବରୁ ଭାବନ୍ତି ଏହା ମୋର ଲକ୍ଷ୍ୟକୁ ସାହାଯ୍ୟ କରିବ କି ନାହିଁ। ଯଦି ନୁହେଁ ସେମାନେ ଚୁପ୍ ରହନ୍ତି। ଜୀବନରେ ବଡ଼ ସଫଳତା ପାଇଁ କନସିଷ୍ଟେନ୍ସନ୍ ଆବଶ୍ୟକ। ଯାହାର ମନ ସବୁବେଳେ ବାହାର ଶବ୍ଦ ଫସିଯାଏ ସେ ଦୂରକୁ ଯାଇପାରେ ନାହିଁ। ଶାନ୍ତ ଲୋକମାନେ ଗୋଟିଏ କାମରେ ଗଭୀର ହୋଇଯାଆନ୍ତି। ସେମାନେ ଘଣ୍ଟା ଘଣ୍ଟା ଧରି ନିଜର କାମରେ ଡୁବି ପାରନ୍ତି। ଏହି ଗଭୀରତା ତାଙ୍କୁ ସାଧାରଣ ଲୋକଙ୍କ ଠାରୁ ଅଲଗା କରେ। କେବେ କେବେ ଶାନ୍ତ ଲୋକମାନେ ବହୁତ ଦୁଃଖ ଦେଖିଥାନ୍ତି। ସେମାନେ ବୁଝିଯାଆନ୍ତି ସବୁ କଥା କହିଲେ ସମସ୍ୟା ସମାଧାନ ହୁଏ ନାହିଁ। କେତେକ କଷ୍ଟକୁ ମନ ଭିତରେ ପକାଇ ଶକ୍ତିରେ ପରିଣତ କରିବାକୁ ପଡ଼େ। ତେଣୁ ସେମାନଙ୍କ ନିରବତା କେବେ ଚୁପ୍ ରହିବ ନାହିଁ। ଏ ଦୁନିଆରେ ଯେଉଁମାନେ ବହୁତ ଶବ୍ଦ କରନ୍ତି ସେମାନେ ସବୁବେଳେ ମନେ ରହିଯାଆନ୍ତି ନାହିଁ, କିନ୍ତୁ ଯେଉଁମାନେ ନିରବତାରେ କାମ କରନ୍ତି ସମାଜ ସେମାନଙ୍କୁ ମନେ ରଖେ। କାରଣ ସମାଜ ଶବ୍ଦକୁ ନୁହେଁ କାମକୁ ସମ୍ମାନ କରେ। ତୁମେ ଯଦି ଆଜି ଶାନ୍ତ, ତାହାର ଅର୍ଥ ତୁମେ ପଛରେ ନୁହେଁ। ହୋଇପାରେ ତୁମେ ଭିତରେ ଏମିତି ଗଢ଼ୁଛ ଯାହା କାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ତୁମର ସାନ୍ତ୍ୱନାକୁ କେବେ ଦୁର୍ବଳତା ଭାବିବ ନାହିଁ। ଯଦି ତୁମେ କମ୍ କହୁଛ କିନ୍ତୁ ଭିତରେ ଶକ୍ତିଶାଳୀ ଭାବନା ଅଛି, ତାହେଲେ ସେହି ସାନ୍ତ୍ୱନା ତୁମର ସବୁଠାରୁ ବଡ଼ ଶକ୍ତି ହୋଇପାରେ। ନଦୀର ଗଭୀର ଜଳ ସବୁବେଳେ ଶାନ୍ତ ଦେଖାଯାଏ, ଯେଉଁଠାରେ ଅଳ୍ପ ଜଳ ବେଶୀ ଶବ୍ଦ କରେ। ଗଭୀର ଲୋକମାନେ ମଧ୍ୟ ଠିକ୍ ସେମିତି। ଯେଉଁଦିନ ତୁମେ ବୁଝିଯିବ ଯେ ପ୍ରତ୍ୟେକ ଜିନିଷର ଉତ୍ତର ଦେବା ଦରକାର ନାହିଁ, ପ୍ରତ୍ୟେକ ଲୋକଙ୍କୁ ନିଜକୁ ପ୍ରମାଣ କରିବା ଦରକାର ନାହିଁ, ସେଦିନ ତୁମ ଭିତରେ ଅସାଧାରଣ ଶାନ୍ତି ଆସିବ। ଏବଂ ସେହି ଶାନ୍ତିରୁ ଜନ୍ମ ନେବ ଫୋକସ୍, ପେସେନ୍ସ, ଡିସିପ୍ଲିନ୍ ଏବଂ ସକ୍ସେସ୍। ସଫଳତା ସବୁବେଳେ ଶବ୍ଦ କରି ଆସେ ନାହିଁ। ଅନେକ ସମାଜରେ ସଫଳତା ଚୁପଚାପ ଆସେ ଏବଂ ସବୁଠାରୁ ଶାନ୍ତ ଲୋକଙ୍କ ଜୀବନରେ ଆସି ବସିଯାଏ। କାରଣ ସେମାନେ ସମାଜକୁ ବୁଝନ୍ତି, ନିଜକୁ ବୁଝନ୍ତି ଏବଂ ଅପେକ୍ଷା କରିବାକୁ ଜାଣନ୍ତି। ଯିଏ ଅପେକ୍ଷା କରିପାରେ ସେ ବଡ଼ ଫଳ ପାଇପାରେ। ସେଥିପାଇଁ ଯଦି ତୁମେ ଶାନ୍ତ, ତାହେଲେ ନିଜକୁ କମ୍ ଭାବନି। ତୁମ ଭିତରେ ସାୟଦ ସେ ଶକ୍ତି ଅଛି ଯାହାକୁ ଦୁନିଆ ଏବେ ଦେଖି ନାହିଁ। ତୁମେ କହିବାକୁ ନୁହେଁ, ତୁମର କାମକୁ ଚିହ୍ନିବା ହେବ। ଆଜି ନିରବତାରେ ନିଜକୁ ଗଢ଼, କାଲି ତୁମ ସଫଳତା ନିଜେ ତୁମର ପରିଚୟ ଦେବ। ଜୀବନର ଶେଷରେ ଲୋକମାନେ ତୁମକୁ କେତେ କହିଲେ ସେତିକୁ ମନେ ରଖିବ ନାହିଁ, କିନ୍ତୁ ତୁମେ କ'ଣ କରିଲ, କିପରି ଦଣ୍ଡାୟମାନ ରହିଲ, କେତେ ଶାନ୍ତ ଭାବରେ ତୁମର ଲକ୍ଷ୍ୟକୁ ଧରି ରଖିଲ, ସେହି କଥାକୁ ମନେ ରଖିବ। ଏ ପୃଥିବୀରେ ଅନେକ ଲୋକ ଶବ୍ଦ କରନ୍ତି ନିଜକୁ ପ୍ରମାଣ କରିବା ପାଇଁ। ପ୍ରତିଦିନ କିଛି ନା କିଛି କହନ୍ତି, ଦେଖାନ୍ତି, ତର୍କ କରନ୍ତି, କିନ୍ତୁ ଶାନ୍ତ ଲୋକମାନେ ଅନ୍ୟ ରାସ୍ତା ବାଛନ୍ତି। ସେମାନେ ଜାଣନ୍ତି ପ୍ରତ୍ୟେକ ଫୁଲ ଫୁଟିବା ବେଳେ ଶବ୍ଦ କରେ ନାହିଁ, କିନ୍ତୁ ସୁଗନ୍ଧ ସାରା ପରିବେଶକୁ ବଦଳାଇ ଦିଏ। ଠିକ୍ ସେହିପରି ଶାନ୍ତ ମଣିଷର କାମ ଚୁପଚାପ ହୁଏ, କିନ୍ତୁ ତା'ର ପ୍ରଭାବ ଦୂର ପର୍ଯ୍ୟନ୍ତ ଯାଏ।
ତୁମେ ଯଦି ଶାନ୍ତ ତାହେଲେ ଏହାକୁ କେବେ ଦୁର୍ବଳତା ଭାବନି, କାରଣ ଶାନ୍ତ ରହିବା ମାନେ ଭିତରେ ଶକ୍ତି ଥିବା। ଯେ ପ୍ରତ୍ୟେକ କଥାରେ ରିଆକ୍ଟ କରେ ନାହିଁ ସେ ନିଜ ଭିତରକୁ କଣ୍ଟ୍ରୋଲ କରିପାରେ, ଏବଂ ଯେ ନିଜକୁ କଣ୍ଟ୍ରୋଲ କରିପାରେ ସେ ଜୀବନର ଦିଗକୁ ମଧ୍ୟ କଣ୍ଟ୍ରୋଲ କରିପାରେ। ବାହାର ଶବ୍ଦ ଯେତେ ବଢ଼ିବ ତୁମର ଭିତର ଶାନ୍ତି ସେତେ ମୂଲ୍ୟବାନ ହେବ, କାରଣ ଏ ଦୁନିଆରେ ସବୁଠାରୁ ଦୁର୍ଲଭ ଜିନିଷ ହେଉଛି ଭିତରୁ ସ୍ଥିର ରହିବା। ଅନେକ ସମାଜରେ ଲୋକମାନେ ତୁମକୁ ବୁଝିବେ ନାହିଁ। ସେମାନେ ଭାବିବେ ତୁମେ କମଜୋର, ତୁମର କନଫିଡେନ୍ସ କମ୍, କିମ୍ବା ତୁମେ ପଛକୁ ପଡ଼ିଯାଉଛ। କିନ୍ତୁ ସତ୍ୟ ହେଉଛି ପ୍ରତ୍ୟେକ ଶାନ୍ତ ମଣିଷ ଭିତରେ ଏକ ଅଲଗା ପ୍ରସ୍ତୁତି ଚାଲିଥାଏ। ସେ ବାହାରେ ଶାନ୍ତ କିନ୍ତୁ ଭିତରେ ନିଜକୁ ତିଆରି କରୁଛି। ସେ ପ୍ରତିଦିନ ନିଜର ଭୁଲକୁ ଦେଖୁଛି, ନିଜର ଦୁର୍ବଳତାକୁ ବଦଳାଉଛି, ନିଜର ଭୟକୁ ଶକ୍ତିରେ ପରିଣତ କରୁଛି। ଏହି ପ୍ରସ୍ତୁତି କେହି ଦେଖିପାରେ ନାହିଁ, କିନ୍ତୁ ଏହି ପ୍ରସ୍ତୁତି ଦିନ ନା ଦିନ ତାଙ୍କୁ ଅସାଧାରଣ ସଫଳତା ଦିଏ। ଶାନ୍ତ ଲୋକମାନେ ଜୀବନରୁ ଶିଖନ୍ତି। ସେମାନେ ପ୍ରତ୍ୟେକ ଘଟଣାକୁ ଲେସନ୍ ନିଅନ୍ତି। କେହି ତାଙ୍କୁ ଆଘାତ ଦେଲେ ସେ ତୁରନ୍ତ ପ୍ରତିଶୋଧ ଭାବନ୍ତି ନାହିଁ। ସେ ବୁଝନ୍ତି ଏହା ମୋତେ କ'ଣ ଶିଖାଇଲା। କେହି ତାଙ୍କୁ ଅସ୍ୱୀକାର କଲେ ସେ ଭାଙ୍ଗି ପଡ଼ନ୍ତି ନାହିଁ। ସେ ଭାବନ୍ତି ଏଠାରୁ ମୁଁ କିପରି ଆଉ ଭଲ ହେବି। ଏ ଚିନ୍ତାଧାରା ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରେ। ଜୀବନରେ ବଡ଼ ସଫଳତା ତୁରନ୍ତ ମିଳେ ନାହିଁ। ବଡ଼ ଫଳ ପାଇଁ ବଡ଼ ପେସେନ୍ସ ଦରକାର, ଏବଂ ପେସେନ୍ସ ସେମାନଙ୍କ ପାଖରେ ଅଧିକ ଥାଏ ଯେଉଁମାନେ ଶାନ୍ତ। ସେମାନେ ଜାଣନ୍ତି ଆଜି ବୀଜ ପୋତିଲେ କାଲି ଗଛ ହେବ ନାହିଁ। ସମୟ ଲାଗିବ, ପରିଶ୍ରମ ଲାଗିବ, ବିଶ୍ୱାସ ଲାଗିବ। ତେଣୁ ସେମାନେ ଦୌଡ଼ନ୍ତି ନାହିଁ କିନ୍ତୁ ରୋକନ୍ତି ମଧ୍ୟ ନାହିଁ। ଧୀରେ ଧୀରେ ଆଗକୁ ବଢ଼ନ୍ତି, ଏବଂ ଏହି ଧୀର ଗତି ଦିନ ନା ଦିନେ ସବୁଠାରୁ ଦୂରକୁ ନେଇଯାଏ। ତୁମେ ଦେଖିଥିବ ଗଭୀର ନଦୀ ବେଶୀ ଶବ୍ଦ କରେ ନାହିଁ, ଅଳ୍ପ ଜଳ ଅଧିକ ଶବ୍ଦ କରେ। ଗଭୀର ମଣିଷ ମଧ୍ୟ ଠିକ୍ ସେମିତି। ତାଙ୍କର ଭାବନା ଗଭୀର, ତାଙ୍କ ସ୍ୱପ୍ନ ଗଭୀର, ତାଙ୍କ ନିଷ୍ପତ୍ତି ଗଭୀର। ସେଥିପାଇଁ ସେମାନେ ପ୍ରତ୍ୟେକ କଥା ସବୁଠାରେ କୁହନ୍ତି ନାହିଁ। ପ୍ରତ୍ୟେକ ସ୍ୱପ୍ନକୁ ରକ୍ଷା କରିବାକୁ ହୁଏ। ପ୍ରତ୍ୟେକ ପ୍ଲାନିଂକୁ ନିରବତା ଦରକାର। ଯେତେବେଳେ ଦୁନିଆ ତୁମକୁ ପ୍ରୁଭ୍ କରିବ, ତୁମକୁ ରିଆକ୍ଟ କରିବାକୁ ବାଧ୍ୟ କରିବ, ସେତେବେଳେ ମନେ ରଖ ପ୍ରତ୍ୟେକ ରିଆକ୍ସନ୍ ତୁମର ଏନର୍ଜି ନେଇଯାଏ। ଯଦି ସେଇ ଏନର୍ଜିକୁ ତୁମେ ନିଜର ଗ୍ରୋଥରେ ଲଗାଅ ତାହେଲେ ତୁମେ ଆଗକୁ ଯିବ। ଶାନ୍ତ ଲୋକମାନେ ଏହି କଥାକୁ ବୁଝନ୍ତି। ସେମାନେ ଜାଣନ୍ତି ସବୁଠାରୁ ବଡ଼ ଉତ୍ତର ଶବ୍ଦ ନୁହେଁ, ରିଜଲ୍ଟ ଦରକାର। ଯେଉଁମାନେ ଆଜି ତୁମକୁ ଅଣଦେଖା କରୁଛନ୍ତି ସେମାନେ କାଲି ତୁମର ଫଳକୁ ଦେଖି ଆଶ୍ଚର୍ଯ୍ୟ ହେବେ। କେବେ କେବେ ନିରବତାରେ ଏକ ଅଦ୍ଭୁତ ସାହସ ଥାଏ, କାରଣ ଚୁପ୍ ରହିବା ସହଜ ନୁହେଁ। ଯେତେବେଳେ ମନ ଭାଙ୍ଗିଯାଏ, ଯେତେବେଳେ ଆଖିରେ ଲୁହ ଥାଏ, ଯେତେବେଳେ ହୃଦୟ କଷ୍ଟରେ ଥାଏ, ସେତେବେଳେ ମଧ୍ୟ ନିଜକୁ ଧରି ରଖିବା, ନିଜକୁ କହିବା ମୁଁ ଭାଙ୍ଗିବି ନାହିଁ, ଏହା ବଡ଼ ଶକ୍ତି। ଏ ଶକ୍ତି ଶାନ୍ତ ଲୋକଙ୍କ ଭିତରେ ଜନ୍ମ ନିଏ। ସେଥିପାଇଁ ଯଦି ଆଜି ତୁମେ ଏକା ଅଛ, ଯଦି ତୁମର ସାନ୍ତ୍ୱନାକୁ ଲୋକେ ବୁଝୁନାହାନ୍ତି, ତଥାପି ରୁକନି, ନିଜ ରାସ୍ତାରେ ଚାଲ। କାରଣ ସବୁଠାରୁ ଶକ୍ତିଶାଳୀ ପରିବର୍ତ୍ତନ ସବୁବେଳେ ଭିତରୁ ଆରମ୍ଭ ହୁଏ। ବାହାର ଶବ୍ଦ ଗୋଟିଏ ଦିନ ଶାନ୍ତ ହେବ, କିନ୍ତୁ ତୁମ ଭିତରେ ତିଆରି ହୋଇଥିବା ଶକ୍ତି ତୁମକୁ ଜୀବନଭର ସାହାରା ଦେବ। ଗୋଟିଏ ଦିନ ଏମିତି ଆସିବ ଯେଥିରେ ତୁମେ ଦେଖିବ ଓ ବୁଝିବ ତୁମର ସାନ୍ତ୍ୱନା ମୋତେ ବଞ୍ଚାଇଲା, ମୋର ପେସେନ୍ସ ମୋତେ ଆଗକୁ ନେଲା, ମୋର ନିରବତା ମୋର ସବୁଠାରୁ ବଡ଼ ଟିଚର ହେଲା। ସେଦିନ ତୁମେ ବୁଝିବ ସଫଳତା କେବଳ ବାହାର ଜିଦ୍ ନୁହେଁ, ସଫଳତା ହେଉଛି ନିଜକୁ ଜିତିବା, ଏବଂ ଯିଏ ନିଜକୁ ଜିତିପାରେ ସେ ଦୁନିଆରେ କିଛି ମଧ୍ୟ ଜିତିପାରେ। ତେଣୁ ଆଜିଠାରୁ ନିଜର ସାନ୍ତ୍ୱନାକୁ ମୂଲ୍ୟ ଦିଅ। କମ୍ କହ, ଗଭୀର ଭାବ, ସଠିକ୍ କାମ କର, ଏବଂ ନିଜକୁ ଏମିତି ତିଆରି କର ଯେ ଗୋଟିଏ ଦିନ ତୁମର ସଫଳତା ନିଜେ ତୁମର ନାମ କହିଦେବ।